ମାଟିରୁ ଆକାଶ ଛୁଇଁଛନ୍ତି ମହିଳା। ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମହିଳା। ତେବେ ଏହି ମହିଳା ଜଣକ ନିଜର ଉଦ୍ୟମ ବଳରେ ଚାଷକୁ ବୃତ୍ତି ଆପଣାଇ ଆଜି ଲକ୍ଷ ଲକ୍ଷ ଅର୍ଥ ରୋଜଗାର କରିବା ସହ ଅନ୍ୟ ମହିଳାମାନଙ୍କୁ ପ୍ରେରଣା ଯୋଗାଇଥାନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଋଣ କରି ଆରମ୍ଭ କରିଥିଲେ ମତ୍ସ୍ୟ ଚାଷ। ପ୍ରଥମେ ବିଫଳ ହେବା ପରେ ମଧ୍ୟ ହାର ମାନି ନଥିଲେ। ପୁଣି ମତ୍ସ୍ୟ ଚାଷ, ଛେଳି ପାଳନ ସହିତ ଚାଷ କରି ମହିଳା ଚାଷୀ ସ୍ୱାବଲମ୍ବୀ ହୋଇପାରିଛନ୍ତି। ତାରିଣୀ ସପର ମହିଳା ଚାଷୀ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ପାଲସିଝରର ପଞ୍ଚାୟତ ଭିକାଝରନ ଗ୍ରାମର ଇନ୍ଦିରା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି 11 ଜଣ ମହିଳାଙ୍କୁ ନେଇ ଆରମ୍ଭ କରିଥିଲେ ମାଛ ଚାଷ। ପ୍ରଥମ ବର୍ଷ କ୍ଷତି ସହିବା ପରେ ମଧ୍ୟ ହାର ମାନିନଥିଲେ। ପରେ ମଧ୍ୟ ମାଛ ଚାଷରୁ ଆରମ୍ଭ କରି ଯାହା ଆୟ ହେଉଥିଲା ଛେଳି ପାଳନରେ ବିନିଯୋଗ କରିଥିଲେ। ମାଛ, ଛେଳି ସହିତ ଚାଷ କରି ଲକ୍ଷ ଲକ୍ଷ ରୋଜଗାର କରୁଛନ୍ତି। ତାରିଣୀ 4 ବର୍ଷ ତଳେ ଇନ୍ଦିରା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ଭାବରେ 10,000 ଟଙ୍କା ଋଣ ଆଣି ବ୍ୟବସାୟ ଆରମ୍ଭ କରିଥିଲେ। ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଖଜୁରମୁଣ୍ଡା ପୋଖରୀକୁ ଲିଜ୍ରେ ନେଇ ମାଛ ଚାଷ ଆରମ୍ଭ କରି କିଛି ଲାଭବାନ ହୋଇଥିଲେ। ସେହି ଟଙ୍କାରେ ତାରିଣୀ ଧୀରେ ଧୀରେ ଛେଳି ପାଳନ କରିବା ସହିତ ଚାଷ କରି ଆର୍ଥିକ ସ୍ୱାବଲମ୍ବୀ ହେବାକୁ ଲାଗିଥିଲେ। ଏଥିରେ ତାଙ୍କ ସ୍ୱାମୀ ଚନ୍ଦ୍ରମଣି ଶବର ମଧ୍ୟ ସହଯୋଗ କରନ୍ତି। ମାଛ ସହିତ ଛେଳି ପାଳନ ଲାଭଜନକ ହେବା ଯୋଗୁଁ ଏହି ଅର୍ଥରେ ସେ ତାଙ୍କ ବଡ଼ ପୁଅ ବିଜୟ ଶବରଙ୍କୁ ଯୁକ୍ତ 3 ପର୍ଯ୍ୟନ୍ତ ପାଠ ପଢ଼ାଇବା ସହିତ ବର୍ତ୍ତମାନ ସେ ବିଇଡ଼ି କରୁଛି। ସେଭଳି ସାନ ପୁଅ ମଳୟ ଶବର ଭବାନୀପାଟଣା ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଯୁକ୍ତ 3 ଦ୍ୱିତୀୟ ବର୍ଷରେ ଅଧ୍ୟୟନ କରୁଛନ୍ତି। ଖଜୁରମୁଣ୍ଡାରୁ ଆରମ୍ଭ କରିଥିବା ମାଛ ଚାଷ ବ୍ୟବସାୟ ବୃଦ୍ଧି ହୋଇଥିବା ବେଳେ ଅନ୍ୟ ଚାଷରେ ମଧ୍ୟ ଅର୍ଥ ବିନିଯୋଗ କରି ଅନ୍ୟ ମହିଳାମାନଙ୍କ ପାଇଁ ସେ ଏବେ ଉଦାହରଣ ସାଜିଛନ୍ତି। ସେ ନିଜେ ସ୍ୱୟଂ ସହାୟକ ଗୋଷ୍ଠୀ ସମ୍ପାଦକ ଦାୟିତ୍ୱରେ ରହି ଅନ୍ୟ ମହିଳାମାନଙ୍କୁ ମଧ୍ୟ ସ୍ୱାବଲମ୍ବୀ ହେବା ପାଇଁ ଉତ୍ସାହ ପ୍ରଦାନ କରି ଆସୁଛନ୍ତି। ବର୍ଷକୁ ପ୍ରାୟ 3.5 ବର୍ଷରୁ ଅଧିକ ଟଙ୍କା ରୋଜଗାର କରି ଆଗକୁ ବିଭିନ୍ନ ଚାଷରେ ବିନିଯୋଗ କରି ଜଣେ ଅଗ୍ରଣୀ ଗ୍ରାମୀଣ ମହିଳା ଉଦ୍ୟୋଗୀ ଭାବରେ ସେ ଉଦାହରଣ ପାଲଟିଛନ୍ତି। ଅନ୍ୟ ମହିଳାମାନଙ୍କୁ ମଧ୍ୟ କିଭଳି ସ୍ୱାବଲମ୍ବୀ ହେବେ ସେ ନେଇ ସଚେତନ କରିଥାନ୍ତି। ସରକାରୀ ସହାୟତା ସହ ପ୍ରଶିକ୍ଷଣ ହେଲେ ରୋଜଗାର ବଢ଼ିବ ବୋଲି କହିଛନ୍ତି ତାରିଣୀ। ସାର୍, ଆମେ ଗୋଟେ ଗ୍ରୁପ ଗଠନ କଲୁ। ସେ ଗ୍ରୁପରୁ ସବୁ କିଛି ଶୁଣବାକେ ଟିକେ ପାଇ ପାରିଲୁ। କେତେବେଳେ ଆଜିକାଲି ବନ୍ଦର ଲିଜ୍ ମାନେ ନଉଛନ୍ ଗ୍ରୁପ ମା ମାନେ, ରୋଡ ରାସ୍ତା ବି ଲିଜ୍ରେ ଗ୍ରୁପ ମା ମାନେ ନି ପାରୁଛନ୍ ବୋଲି କରି ଯେତେବେଳେ ଆମେ ଟିକେ ବୁଝି ପାରିଲୁ, ସେତେବେଳେ ଆମକେ ଟିକେ ଲୋନ୍ ନେଲୁ। ଗ୍ରୁପ ସାହାଯ୍ୟରେ ଲୋନ୍ ନେଲୁ। 1,10,000 ଟଙ୍କା ଆଣିଥିଲୁ। 11 ଜଣ ମେମ୍ବର ଥିଲୁ ଯେ ତାପରେ ଆମେ ସେଟାକେ ଆମେ ଆନିକରି ବନ୍ଦରେ ଲିଜ୍ ନେଲୁ। 16,000 ଟଙ୍କାରେ ଲିଜ୍ ନେଇକରି ତାପରେ ଆମେ ଗ୍ରୁପ ଏଟା ମାଛ ଚାଷ କରିଥିଲୁ। ମାଛ ଚାଷ କରିଥିଲୁ। ମାଛ ଜାଁଲା ଆଣିଲୁ ବୈଦ୍ୟା ମାରଲୁ। ତାପରେ ମାଛ ଚାଷ ମାନେ କଲୁ। ସବୁ ଯେତେବେଳେ ଆମେ ଗ୍ରୁପ ଚାଷ କଲୁ ବେଲେ ଆମକୁ ସରକାର କିଛି ବୁଝେଇଥିଲେ, ଟ୍ରେନିଂ ଦିଆଯାଇଥିଲା। ତାପରେ ସାର ଏଟା ଯେନ୍ ପାଉଡର ଝିଟବାର ଲାଗି, ଦାନା ମାନେ ଝିଟବାର ଲାଗି ଆମକେ ଟ୍ରେନିଂ ନିଆଯାଇଥିଲା। ସେ ବିଷୟରେ ଆମେ ଆସି ଚାଷ କଲୁ। ଫାର୍ଷ୍ଟ ବର୍ଷ ଟିକେ କିଛି ଆମେ ଜଣା ନାଇଁ ଥାଇ, ତାପରେ ଜାଣିଲାକେ ପାଇଲୁ ଯେ ସେକେଣ୍ଡ ବର୍ଷ ଆମକେ ଟିକେ ଭଲ ଇନକମ୍ ହେଇଥିଲା। ଆଚ୍ଛା, ଏବେ କେତେ କାଣା ବର୍ଷକେ ରୋଜଗାର ହଉଛି? ଏବେ ବର୍ଷକେ 1 ଲକ୍ଷ ଫାର୍ଷ୍ଟ ରେ ଟିକେ ନାଇଁ ହେଇପାରି, 60,000 ଖଣ୍ଡେ ହେଇଥିଲା। ଭାଇ 60,000 ଖଣ୍ଡେ ହେଇଥିଲା। ଆରୁ ସେକେଣ୍ଡ ବର୍ଷରେ ଟିକେ ଲକ୍ଷେ ଉପରେ ବି ହେଇଯାଉଛି। କେତେବେଳେ 90 ଲକ୍ଷେ ଏନ୍ତା ବି ହେଇଯାଉଛି। ଚାଷ କରୁଛ? ଆରୁ ଇ ଗ୍ରୁପ ରୁ ଯେତେବେଳେ ଆମେ ସକ୍ସେସ ପାଇ ପାରିଲୁ, 3 ବର୍ଷ ପରେ ଆମର ମାଛ ଯେତେବେଳେ ଟିକେ ମରି ଯାଉଥିଲା, ତାପରେ ଆମେ ଦପ୍ତା ସଂସ୍ଥାରୁ ଆମକେ 20 କିଲୋ ମାଛ ଦେଇଥିଲେ। ସେ 20 କିଲୋ ମାଛ ପାଇବାର ବି ଆମେ ଖୁବ ବହୁତ ସୁବିଧା ପାଇ ପାରିଥିଲୁ। ଖୁବ ସକ୍ସେସ ହେଲା। ତାପରେ ସେ ପଇସା କେ ଆମେ ଭାଗ କରି କରି ଯେତେ ମା ମାନେ ସବୁ 11 ଜଣ ଭାଗ କରି କରି ଆମେ ନିଜରଟାକେ ନିଜେ ଛେଲି ଘିନଲୁ। ତାପରେ ଧାନ ଚାଷ ମାନେ କପା ଚାଷ ମାନେ ଲଗେଇ କରି ଆମେ ବହୁତ ଉପକୃତ ହେଇ ପାରିଛୁ। ସରକାର କାଣା ଚାହୁଁଛନ୍? ଆର କାଣା ସୁବିଧା ତ ହେଲେ ଆପଣ ସରକାର नु ଆମେ ଚାହୁଁଛୁ ଯେ ଆମକେ ଟିକେ ସୁବିଧା ଟିକେ ସାହାଯ୍ୟ करते बेले हमके बहुत सुविधा हेता। हमर पिला छुआ मन के फेर पाठ पढौछु, ଟିକେ 2 पैसा ଟିକେ ଆମେ ପାଇ ପାରିଲେ আর ଭଲ ହେତା ବୋଲଛୁ। ଆମେ କିଛି ବି ଜାଣବାର नहीं का काଣା सरकार नु सुविधा ଅଛି ଆମେ ଜାଣି नहीं पारबा। ଏବେ ତ କପା, ଧାନ, ମାଛ, ଛେଲି ବି କରୁଛୁ। କେନ୍ତା କାଣା ରୋଜଗାର ହଉଛି? ରୋଜଗାର ବୋଇଲେ ମାଛେ ଫାର୍ଷ୍ଟ ବର୍ଷ ତ नहीं हि, सेकंड ବର୍ଷ ଟିକେ ଭଲ ହେଲା। ଲକ୍ଷେ ଏତକି ଇନକମ୍ ହଉଛି। ଆଚ୍ଛା, ଏବେ ବର୍ଷକେ ଲକ୍ଷେ ଟଙ୍କା ତ କମଉଛନ୍ତି। ହଇ
तो काଣା सुविधा मन हेले भल हेता बोलछ सरकारी सुविधा काଣା काଣା सरकारी सुविधा तो आमके नहीं मिलवा देवता संस्थान गोटे सुविधा मिली थिला सरकार आमके सुविधा आके करते बेले भल हेता बोलछ छेल आगे टिके कष्ट होतिला एबे टिके माछ चाष कपा धान करी टिके चलुछु आमे परिवार टिके चलुछि कलाहांडीରୁ ରତ୍ନାମ୍ବାଙ୍କ ସହ ବିଷ୍ଣୁଚରଣ ସ୍ୱାଇଁଙ୍କ ରିପୋର୍ଟ ନିରପେକ୍ଷ।